ଯେତେବେଳେ କୌଣସି ଗରିବ ବ୍ୟକ୍ତିଟି ତାର ଝିଅଟିକୁ ବାହା କରିବା ପୁଅଟିକୁ ବାହା କରିବାରେ ଆର୍ଥିକର ଅବ୍ୟବସ୍ଥାର ଆର୍ଥିକ ଏବଂ ଅଭାବର ଏ ପରିଲକ୍ଷିତ ହେଉଥିଲା। ୟାର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପ୍ରଣୟନ କଲେ, ଯାହା ଫଳରେ ବହୁତ ଲୋକ ଏହାର ସୁବିଧା ପାଉଛନ୍ତି ଏବଂ ଉତ୍ସାହର ସହିତ ଦମ୍ପତି ମାନେ ମଧ୍ୟ ବାହା ହେବା ସାମୂହିକ ବାହା ହେବା ଇଏ ଗୋଟେ ଅନନ୍ୟ ନିଆରା କାର୍ଯ୍ୟକ୍ରମ। ଯେତେବେଳେ ତାରାତାରିଣୀ ପୀଠରେ 201 ଦମ୍ପତିର କନ୍ୟାଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଏବଂ ଆମେ ସମସ୍ତେ ସେଇଠି ଥିଲୁ। ସେ ଭାଗ୍ୟ ବି ଆମେ ପ୍ରାପ୍ତ ହେଇଥିଲା ଆମମାନଙ୍କୁ। ଆଜି ତାର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମଧ୍ୟ 120 ଲୋକଙ୍କର ଦମ୍ପତିର ଏଠି ବିବାହ ହଉଛି ମା ଭୈରବୀଙ୍କ ପୀଠରେ। ଏଭଳିଆ କାର୍ଯ୍ୟକ୍ରମ ଚାଲୁ ରହିବ। ୟା ଫଳରେ କେବଳ ଯେ ଜନସାଧାରଣ ମନରେ ଉତ୍ସାହ ନୁହଁ, କେବଳ ଯେ ଦମ୍ପତି ମାନଙ୍କର ମନରେ ଉତ୍ସାହ ନୁହଁ, ଏଇଟା ସବୁଠୁ ବଡ ଉତ୍ସାହ ହଉଛି ସେଇ ଗରିବ ଜନସାଧାରଣ ଯିଏ ଅପେକ୍ଷା ରଖିଥିଲା ଯେ କିଛି ଆର୍ଥିକ ସୁବିଧା ହେଇଗଲେ ମୋ ପାଖରେ ଆଉ କିଛି କଟକଣା ରହିବ ନାହିଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ସରକାର ଅଛନ୍ତି ଏବଂ ମୁଁ ମୋର ଝିଅକୁ ଅଚିରେ ବାହା କରିପାରିବି। ଏଭଳିଆ ଗୋଟେ ଅତୁଟ ବିଶ୍ୱାସ ସୃଷ୍ଟି ହେଇଛି ଏ ଯୋଜନା ଲାଗି। ତେଣୁ ଏଭଳିଆ କାର୍ଯ୍ୟକ୍ରମ ଚାଲୁ ରହିବ। ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଦ୍ୱିତୀୟ ଥରେ ଗଞ୍ଜାମ ଜିଲ୍ଲାରେ ମା ସିଦ୍ଧଭୈରବୀଙ୍କର ପୀଠରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେଥିରେ ପାଖାପାଖି 115ଟି ବର କନ୍ୟା ଆଜି ତାଙ୍କର ବାହାଘର କାର୍ଯ୍ୟ ଏଠି ସାରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଯୋଉ ପ୍ରୋତ୍ସାହନ ରାଶି ହିସାବରେ ତାଙ୍କୁ 45,000 ଟଙ୍କା ମଧ୍ୟ ଆଜି ତାଙ୍କୁ ପ୍ରଦାନ ଦିଆଯାଇଛି ଏବଂ ଯେତିକି ତାଙ୍କର ପରିବାର ବର୍ଗ ଅଛନ୍ତି ସମସ୍ତଙ୍କୁ ମିଶିକି ଏଠି ପ୍ରସାଦ ସେବନ ମଧ୍ୟ ଆୟୋଜନ କରାଯାଇଛି। ଆମର ଏଣ୍ଟାୟାର ପ୍ରୋସେସଟା ପ୍ରଥମେ ତାଙ୍କର ରେଜିଷ୍ଟ୍ରେସନ ରୁ ଆରମ୍ଭ ହୁଏ। ସମସ୍ତଙ୍କର ମ୍ୟାରେଜ ରେଜିଷ୍ଟ୍ରେସନ ମଧ୍ୟ ହେଇସାରିଛି। ତାଙ୍କୁ ମାନ୍ୟବର ମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ଦ୍ୱାରା ମ୍ୟାରେଜ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସହିତ ଯୋଉ ପ୍ରୋତ୍ସାହନ ରାଶି ଅଛି ସେଟାକୁ ଆମେ ଆଜି ଡିଷ୍ଟ୍ରିବ୍ୟୁସନ କରିଛୁ। ଆଗାମୀ ଦିନରେ ମଧ୍ୟ ନିଶ୍ଚିତ ଅଧିକାଧିକ ସଂଖ୍ୟକର ହିତାଧିକାରୀ ମାନେ ଏଥିରେ ଉତ୍ସାହ ସହ ସାମିଲ ହଉଛନ୍ତି। ଆମେ ଆଗାମୀ ଦିନରେ ଆମେ ପ୍ଲାନ୍ କରୁଛୁ ଭଞ୍ଜନଗର ସବ ଡିଭିଜନ ରୁ ମଧ୍ୟ ଗୋଟେ କାର୍ଯ୍ୟକ୍ରମ ଏ ପ୍ରକାର ଆମେ ଆୟୋଜନ କରିବା। ବାହାଘର ପାଇଁ ଯାହା ସବୁ ଅସୁବିଧା ହଉଥିଲା ଏଇ ଯୋଜନାରେ ଆମେ ସବୁ ସୁବିଧା ପାଇଲୁ। ଆଉ ଏଇ ସାର୍ଟିଫିକେଟ ବି ଆଜି ମିଳିଛି। ଆଉ ଏଇ ପର୍ବରେ ହେଇକି ଆମକୁ ବହୁତ ଖୁସି ଲାଗୁଛି। ଆର୍ଥିକ ଟିକେ ପାରିବାରିକ ଅସୁବିଧା ଯୋଗୁଁ ହେଇପାରୁନଥିଲା, ଏଇ ସୁବିଧା ଯୋଗୁଁ ଆମେ ସବୁ ପାଇଲୁ ସାହାଯ୍ୟ। ବାହାଘର ଯୋଉ ସମସ୍ୟା ହଉଥିଲା ଆମର ଯୋଉ ଓଡିଶା ସରକାର କନ୍ୟା ବିବାହ ଯୋଜନା ଘୋଷଣା କଲେ, ଯାହା ଯୋଉ ଗରିବ ଖୁସି ଲାଗିଲା। ଗରିବ ଲୋକ ଯୋଉ ବାହା କରିପାରୁନଥିଲେ ଝିଅ ମାନଙ୍କୁ ଏଇଟା ଗୋଟେ ଓଡିଶା ସରକାର ସହାୟତାରୁ ସାହାଯ୍ୟ ପାଇପାରିଲେ। ଏତିକି କହି ମୁଁ ଆଜିର ଆମ ମ୍ୟାରେଜ ଯାହା ବି ଭଲ ଲାଗିଲା, ଭଲ ସହାୟତା ପାଇବୁ ଆମେ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।